ନମସ୍କାର ସାଙ୍ଗମାନେ। ମୁଁ ମିତା। ବୟସ ମୋର 20 ବର୍ଷ। ବାପାଙ୍କ ନାମ ହରିହର, ବୟସ 48 ଏବଂ ମା ନା ମଧୁ। ଆମ ଘର ଓଡ଼ିଶାର ଦେବଗଡ଼ ଜିଲ୍ଲାରେ। ଏଇ କାହାଣୀଟି ମୋର ସେତେବେଳର, ଯେତେବେଳେ ମୋର ୟୁଟ୍ରେସ୍ ଅପରେସନ୍ ହୋଇଥିଲା। ଡାକ୍ତରଙ୍କ ଭୁଲ ଯୋଗୁଁ ମୋ ମା ସାରା ଦେହ ପାରାଲାଇଜ୍ ହେଇଗଲା। ବାପା ବହୁତ କାନ୍ଦିଥିଲେ ମୋର ଏ ଅବସ୍ଥା ପାଇଁ। ଆମେ ଡାକ୍ତରଙ୍କ ଉପରେ କୋର୍ଟରେ କେସ୍ କଲୁ ଏବଂ ଜିତିଗଲୁ। ମାଆକୁ ବହୁତ ଡାକ୍ତରଙ୍କୁ ଦେଖାଇଲା ପରେ ତାର ଟିକେ ସ୍ୱାସ୍ଥ୍ୟ ଭଲ ହେଲା, କିନ୍ତୁ ସେ ନିଜେ ଉଠି କିଛି କରିପାରେ ନାହିଁ। ଆମେ ତାଙ୍କ ପାଇଁ ଜଣେ ଚାକରାଣୀ ରଖିଦେଲୁ, ଯିଏ କି ତାଙ୍କର ସବୁ କାମ କରିବ। ମାଆକୁ ସେ ଗାଧୁଆ ଗାଧୋଇ କରିଦିଏ ଏବଂ ତାର ସବୁ ନିତ୍ୟକର୍ମ ସିଏ ବୁଝେ। ବେଳେ ବେଳେ ମୁଁ ଏବଂ ବାପା ବି ମାଆର ସେବା କରିଦଉ। ମାଆର ଏ ଅବସ୍ଥା ପାଇଁ ବାପା ବହୁତ ହଇରାଣ ହୁଅନ୍ତି। ବାପାଙ୍କୁ ଅଫିସ ଯିବାକୁ ପଡ଼େ, ଏପଟେ ଘର କଥା ବୁଝିବାକୁ ପଡ଼େ। ଗୋଟେ ବିବାହିତା ପୁରୁଷ ହେଉ କି ନାରୀ, ତା ଜୀବନରେ ଯଦି ସେକ୍ସ ସୁଖ ସେ ନ ପାଏ, ତେବେ ସେ ଆହୁରି କଷ୍ଟ ପାଏ ଓ ଭାଙ୍ଗି ପଡ଼େ। ମୋ ବାପାଙ୍କର ପୁରା ସେକ୍ସ ଲାଇଫ୍ ପୁରା ଶେଷ ହୋଇଯାଇଥିଲା, କାରଣ ଡାକ୍ତର ମନା କରିଥିଲେ ମାଆକୁ କୌଣସି ପ୍ରେସର ଦେବା ପାଇଁ। ଏମିତି ଭାବେ ଦିନ ବିତି ଚାଲିଲା ଓ ମୁଁ ବଡ଼ ହୋଇଗଲି। ବାପା ମୋତେ ବେଳେ ବେଳେ ତାଙ୍କ ଛାତିରେ ଲଗେଇ ସାବାସି ଦିଅନ୍ତି। ପ୍ରଥମେ ପ୍ରଥମେ ମୋତେ ଭଲ ଲାଗୁନଥିଲା, କିନ୍ତୁ ପରେ ମୋତେ ଭଲ ଲାଗିଲା। ମୁଁ ବି ଏସବୁ ଏନ୍ଜୟ କରିବାକୁ ଲାଗିଲି। ବାପା ମୋତେ ଗେଲ କରିବା ବାହାନାରେ ତାଙ୍କ ଛାତିରେ ଲଗାନ୍ତି ଏବଂ ମୋ ନୂଆ ଦୁଧକୁ ତାଙ୍କ ଛାତିରେ ଦାବି ଦିଅନ୍ତି। ବେଳେ ବେଳେ ମୋ ପଛରେ ଠିଆ ହେଇ ତାଙ୍କ ଖଡ଼ା ଭାଣ୍ଡକୁ ଆଣି ମୋ ଗାଣ୍ଡିରେ ଲଗେଇ ଦିଅନ୍ତି। ଯେତେବେଳେ ମୁଁ କୌଣସି କାମରେ ତାଙ୍କ ଆଗରେ ନଇଁ ପଡ଼େ, ସେ ମୋ ଛାତିକୁ ନଜର ଦିଅନ୍ତି। ବାପା ମୋତେ ତାଙ୍କ ଆଡ଼କୁ ଜୋରରେ ଭିଡ଼ି ଦିଅନ୍ତି, ଯାହାଦ୍ୱାରା ମୋର କାଶ୍ମୀରୀ ସେଉ ପରିକା ଦୁଧ ତାଙ୍କ ଛାତିରେ ଚାପି ହେଇଯାଏ। ତାଙ୍କର ହରକତ ମୋତେ ବହୁତ ମଜା ଲାଗେ, କିନ୍ତୁ ସେଇ ବୟସରେ ଯେତେ ଦୁଧ ନୂଆ ନୂଆ ହୋଇଥାଏ, ଯଦି କିଏ ଜୋରରେ ଚିପି ଦିଅନ୍ତି ବହୁତ ଦରଜ ହୋଇଥାଏ। ଏକଥା କେବଳ ଝିଅମାନେ ଜାଣିଥିବେ। ବେଳେ ବେଳେ ମୁଁ ଏକଥା ବି ଅନୁଭବ କରିଛି। ମୁଁ ଗାଧୋଇବା ସମୟରେ ବାପା ମୋତେ କବାଟ କଣା ବାଟେ ଦେଖିବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ମୁଁ ତାଙ୍କୁ କେବେ ଏସବୁ କରିବାର ଧରିପାରି ନାହିଁ। ବାପା ଯେତେବେଳେ ଏସବୁ କରନ୍ତି, ମୁଁ ଜାଣେ ନାହିଁ ମୋ ଭିତରେ କ'ଣ ହୁଏ। ମନା କରିବାକୁ ଚାହିଁଲେ ବି ମନା କରିପାରେ ନାହିଁ, କିନ୍ତୁ ପରେ ମୁଁ ନିଜ ଉପରେ ଓ ବାପାଙ୍କ ଉପରେ ବହୁତ ରାଗ ଲାଗେ। ପୁଣି ମୁଁ ଗୋଟିଏ ଦିନ ଏସବୁ କଥା ମାଆକୁ କହିଲି। ମା, ବାପା ମୋତେ ବହୁତ ଖରାପ ନଜରରେ ଦେଖୁଛନ୍ତି। ମୋତେ ଏସବୁ ଭଲ ଲାଗୁନାହିଁ। ମା କହିଲା, ଦେଖ ଝିଅ, ତାଙ୍କୁ ଖରାପ ଭାବେ ନାହିଁ। ସେ ଆମ ପାଇଁ କେତେ କଷ୍ଟ ପାଉଛନ୍ତି। ଯଦି ସେ ଦ୍ୱିତୀୟ ବିବାହ କରନ୍ତି, ତୁ କେଉଁଠୁ ରହିବୁ? ମୁଁ କେଉଁଠି ରହିବି? ତାଙ୍କ ମନ ବି ବହୁତ ଅସ୍ଥିର ହେଉଥିବ, କିନ୍ତୁ ମୁଁ ତାଙ୍କର ଇଚ୍ଛା ପୂରଣ କରିପାରୁନାହିଁ। ତୋ ବାହାଘର ଶୀଘ୍ର କରିଦେଲେ ତୁ ଶାଶୁଘରକୁ ଚାଲୁଯିବୁ, ମୁଁ ଏହି ପ୍ରାର୍ଥନା କରୁଛି। କିନ୍ତୁ ତୁ ଏମିତି କିଛି କରନାହିଁ କି ଯେଉଁଥିରେ ତୁ ବଦନାମୀ ହବୁ। ମା କଥା ମାନି ବାପାଙ୍କୁ ଛୁଆଁର ମଜା ମୁଁ ଚୁପଚାପ ନେଲି। ସେ ମୋତେ ତାଙ୍କ କୋଳରେ ବସାନ୍ତି ଏବଂ ତାଙ୍କ ଟେଙ୍ଗେଇଥିବା ଭାଣ୍ଡ ଯେତେ ମୋ ଗାଣ୍ଡିରେ ଟଚ୍ କରେ, ମୋତେ ବହୁତ ମଜା ଲାଗେ। ସେ କଥା ଛଳରେ ମୋ ଛାତିକୁ ଟଚ୍ କରିଦିଅନ୍ତି। ମୋ ଶରୀରରେ ସେତେବେଳେ ବିଦ୍ୟୁତ୍ ଖେଳିଯାଏ। ମୁଁ ବେଳେ ବେଳେ ତାଙ୍କ ଭାଣ୍ଡକୁ ଟଚ୍ କରିଦିଏ ଅଜଣା ଭାବେ। ବାପା ବେଳେ ବେଳେ ଟଏଲେଟରୁ ବାହାରିବା ବେଳେ ଲଙ୍ଗଳା ଥାନ୍ତି। ତାଙ୍କୁ ଦେଖି ମୁଁ ମୁହଁ ଲୁଚାଇ ପଳାଏ, କିନ୍ତୁ ବାପାଙ୍କ ଭାଣ୍ଡଟା ସବୁବେଳେ ମୋ ଆଖି ଆଗରେ ରହିଯାଏ। ମା ପ୍ରାୟ ସମୟ ଶୋଇ ରୁହେ, ନଚେତ୍ ଟିଭି ଦେଖେ, ଯାହାର ଫାଇଦା ଆମେ ବାପ ଝିଅ ଉଠାଉ। ସମୟ ବିତି ଚାଲିଥାଏ। ୟା ଭିତରେ ମୁଁ 18 ବର୍ଷରେ ପାଦ ଦେଲି। ସେଦିନ ମୋର 18ତମ ଜନ୍ମଦିନ ଥିଲା। ବାପା ମୋତେ କହିଥିଲେ ସେଦିନ ଗ୍ରାଣ୍ଡ ପାର୍ଟି ଦେବେ ବୋଲି। ସେଇଦିନ ମୋ ସହ ଯାହା ହେଲା, ଜୀବନ ବଦଳିଗଲା। ମୋ ଚାତକ ପରି ବାପାଙ୍କୁ ଅପେକ୍ଷା କରି ରହିଥିଲି। ଠିକ୍ 8ଟା ଡୋର ବେଲ୍ ବାଜିଲା। ମୁଁ ଯେତେବେଳେ କବାଟ ଖୋଲିଲି, ବାପା ମୋତେ ତାଙ୍କ ଆଡ଼କୁ ଭିଡ଼ି ଦେଇ ତାଙ୍କ ଛାତିରେ ଚାପି ଧରିଲେ। ବାପାଙ୍କୁ ଟିକେ ରୁଷିଲା ପରିକା କହିଲି, ଆଜି କ'ଣ ପାଇଁ ଏତେ ଡେରି କଲ? ମୁଁ ତୁମ ସହ କଥା ହେବିନି। ବାପା ମୋ ଗାଣ୍ଡିକୁ ଥାପୁଡ଼େଇ କହିଲେ,
ଆରେ ମୋ ସୁନା ଝିଅ ଆଜି ରୁଷିଛି, ଠିକ ଅଛି, ତେବେ ତୋର ରାଗ ଶାନ୍ତ କରୁଛି। ବାପାଙ୍କ ହାତରେ ଯେଉଁ ପଲିଥିନ୍ ବ୍ୟାଗ୍ ଥିଲା ତାକୁ ଦେଖେଇ ମତେ କହିଲେ, ଏ ଦେଖ ମୁଁ ତୋ ପାଇଁ କଣ ସବୁ ଆଣିଛି। ମୋ ବାପାଙ୍କୁ ଜୋରରେ କୁଣ୍ଡେଇ ତାଙ୍କୁ ଗୋଟେ ଚୁମା ଦେଇ କହିଲି, ମୋ ବାପା କେତେ ଭଲ। ମୁଁ ବ୍ୟାଗ୍ ଖୋଲିବାକୁ ଯାଉଥିଲି, ବାପା କହିଲେ, ଏବେ ଖୋଲ ନାହିଁ, ଏଥିରେ ତୋର ଡ୍ରେସ୍ ଅଛି, ୟାକୁ ପିନ୍ଧି ତୁ ତୋ ଜନ୍ମଦିନରେ କେକ୍ କାଟିବୁ। ଏଇଟା ତୋ ଜନ୍ମଦିନର ଉପହାର, କିନ୍ତୁ ମାଆକୁ କହିବୁ ନାହିଁ କି ମୁଁ ତୋ ପାଇଁ ଆଣିଛି ବୋଲି। ମୁଁ ବାପାଙ୍କୁ କହିଲି, ବାପା କଣ ଖାଲି ଡ୍ରେସ୍ ଆଉ କିଛି ନାହିଁ? ସବୁ ଜନ୍ମଦିନରେ ମୋ ପାଇଁ ତୁମେ ଭଲ ଭଲ ଖେଳଣା ଦେଉଥିଲ। ପିଲାମାନେ ହେଲେ ଏଇ କିଛି ବର୍ଷ ହେଲା ତୁମେ ମତେ ଆଉ ଭଲ ଗିଫ୍ଟ ଦେଉନାହ। ବାପା କହିଲେ, ହଉ ଠିକ ଅଛି, କାଲି ତୋ ପାଇଁ ଭଲ ଖେଳଣା ଆଣିଦେବି। ସେଠୁ ମୁଁ ବାପାଙ୍କୁ ପଚାରିଲି, କେଉଁ ଖେଳଣା ଦେବ କୁହ? ମୁଁ କହିଲି, ମୁଁ 18 ବର୍ଷ ହେଲିଣି, ମୁଁ ଆଉ ଛୋଟ ପିଲାଙ୍କ ଖେଳଣା ଦରକାର ନାହିଁ। ବଡ଼ ପିଲାଙ୍କ କଣ ଗୋଟେ ଖେଳଣା ଆଣିଦେବ। ବାପାଙ୍କ ଜଙ୍ଘ ଓ ମୋ ଜଙ୍ଘ ଚିପକେଇ ଥିଲା। ମୋ ବିଆ ବାପାଙ୍କ ବାଣ୍ଡରେ ବାଜୁଥିଲା। ବାପା ମୋ ଆଖିରେ ଆଖି ମିଶାଇ କହିଲେ, ତୁ ବ୍ୟସ୍ତ କାହିଁ ହଉଛୁ? ମୁଁ ଦେବି ନା ତତେ। ଏବେ 8ଟା ବାଜିଲାଣି, ଶୀଘ୍ର ରୋଷେଇ ସାରେ, 10ଟାରେ କେକ୍ କାଟିବା। ମୁଁ କିଚେନ ରୁମକୁ ଚାଲିଗଲି। 10 ମିନିଟ ପରେ ବାପା ଆସିଲେ କିଚେନକୁ, ମୋ ପଛରେ ଲାଗିକି ଠିଆ ହୋଇଗଲେ। ମୁଁ ଟିକେ ନଇଁକି ପରିବା କାଟୁଥିଲି। ମୋ ଗାଣ୍ଡି ଟେକି ହେଇଥିଲା। ମୁଁ ବାପାଙ୍କ ବାଣ୍ଡକୁ ମୋ ଗାଣ୍ଡିରେ ଅନୁଭବ କରୁଥିଲି। ଏହା ପ୍ରଥମ ଥର ନଥିଲା, ଏମିତି ଆଗରୁ ବହୁତ ଥର ହୋଇଥିଲା। ଯେତେବେଳେ ମତେ ଲାଗିଲା ବାପା କିଚେନକୁ ଆସୁଛନ୍ତି, ମୁଁ ଜାଣିଶୁଣି ମୋ ଗାଣ୍ଡିକୁ ଟେକିଦେଲି, କାରଣ ବାପାଙ୍କ ବାଣ୍ଡ ଯେମିତି ଭଲ ଭାବେ ମୋ ଗାଣ୍ଡିକୁ ଟଚ୍ କରିବ। ମତେ ବି ବାପାଙ୍କ ବାଣ୍ଡ, ଯାହାକି ରୁଟି ବେଲଣା କାଠି ପରି ମୋଟା ଥିଲା, ବହୁତ ମଜା ଦିଏ। ବାପା ତାଙ୍କ ବାଣ୍ଡକୁ ମୋ ଗାଣ୍ଡିରେ ଲଗେଇ କହିଲେ, ମୁଁ ବାଥରୁମ୍ ଯାଉଛି, ଖାଇବା ବାଢ଼ି ଦବୁ। ମୁଁ ଦେଖିଲି କି ବାପାଙ୍କ ହାତରେ ଟାୱେଲ, ସାବୁନ ଥିଲା ଏବଂ ଗୋଟେ ଡବା ବି ଥିଲା। ଗଲାବେଳେ ବାପା କହିଲେ, ଖାଇବା ଆରାମରେ କର, ମୁଁ ବାଥରୁମରେ ଟିକେ ଲେଟ୍ ହେବ କହି ବାପା ଚାଲିଗଲେ। 30 ମିନିଟ ପରେ ବାପା ବାହାରକୁ ଆସିଲେ ଏବଂ କହିଲେ, ଯା ଶୀଘ୍ର ଗାଧୋଇ ପଡ଼ି ତୋ ନୂଆ ଡ୍ରେସ୍ ପିନ୍ଧି ଆସିବୁ। ମୁଁ ଭିତରକୁ ଯାଇ ପ୍ରଥମେ ବ୍ୟାଗ୍ ଦେଖିଲି, ଯାହାକୁ ଦେଖି ମତେ ଲାଜ ଲାଗିଲା ଏବଂ ବାପାଙ୍କ ଉପରେ ଖୁସି ଲାଗିଲା। ସେଥିରେ ଗୋଟେ ମିନି ସ୍କର୍ଟ ଏବଂ ହଳଦିଆ ରଙ୍ଗର ବ୍ରା ଏବଂ ପ୍ୟାଣ୍ଟି ଥିଲା। ମୁଁ ଯେତେବେଳେ ସାୱାର ପାଖକୁ ଗଲି, ସେ ଡବା ଉପରେ ମୋ ନଜର ପଡ଼ିଲା। ଖୁସିର ସହ ଉଠେଇ ଦେଖିଲି, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେଇଟା ବାଳ ସଫା କରିବା କ୍ରିମ ଥିଲା। ସେଇଟା ଅଧା ଖାଲି ଥିଲା। ମୁଁ ଜାଣିପାରିଲି ବାପା ତାଙ୍କ ପେଳକୁ ପୁରା ସଫା କରି ଚିକିଣିଆ କରିଦେଇଛନ୍ତି। ମୁଁ ବୁଝିଗଲି କି ବାପା କଣ ପାଇଁ କହିଲେ ଡେରି ହେବ ବୋଲି। ମୋ ବିଆରେ ବି ଘନ ବାଳ ଉଠିଥିଲା, କାରଣ କେବେ ସଫା କରିନଥିଲି। ମୁଁ ଭାବିଲି ମୁଁ ବି ସଫା କରିଦେବି ମୋ ବିଆ ବାଳକୁ। ଯେତେବେଳେ ସବୁ ବାଳ ମୋ ବିଆରୁ ସଫା ହେଇଗଲା, ମୋ ବିଆ ହସି ଉଠିଲା। ବିଆ ପୁରା ପାଉଁରୁଟି ପରିକା ଫୁଲିଥିଲା, ଯାହା ଆଗରୁ ବାଳ ଥିବା ଯୋଗୁଁ ଦେଖି ପାରୁନଥିଲି। ମୁଁ ଗାଧୋଇ ଆସି ଡ୍ରେସ୍ ପିନ୍ଧିଲି। ଦେଖିଲି କି ପ୍ୟାଣ୍ଟି ବହୁତ ଛୋଟ ଥିଲା, ଯାହାଦ୍ୱାରା ଗାଣ୍ଡିର କିଛି ଭାଗ ଦିଶୁଥିଲା। ବାପା ପ୍ରଥମ ଥର ପାଇଁ ଆଣିଛନ୍ତି, ତେଣୁ ସାଇଜ ଜାଣିପାରି ନାହାନ୍ତି। ତା ଉପରେ ମିନି ସ୍କର୍ଟ ପିନ୍ଧିଲି ଏବଂ ସାର୍ଟ ପିନ୍ଧିଲି। ସାର୍ଟରେ ପ୍ରେସ୍ ବାଲା ବୋତାମ ଥିଲା, ତେଣୁ ପିନ୍ଧିବାରେ ସୁବିଧା ହେଲା। ବାପାଙ୍କ ପାଟି ଶୁଭିଲା, ମିତା କେତେ ଡେରି କରୁଛୁ? ମୁଁ ଭିତରେ ଥାଇ କହିଲି, ସରିଗଲା ବାପା, ଯାଉଛି। ବାପା କହିଲେ, ଠିକ ଅଛି, ତୁ ଉପର ରୁମକୁ ଚାଲିଯା, ତୋ କେକ୍ ସେଇଠି ଅଛି। ମୁଁ ତୋ ମାଆକୁ ନିଦ ବଟିକା ଖୁଆଇ ଦଉଛି। ସେଠିକା ବଲ୍ ଅଫ୍ ଥିଲା, ବାସ୍ ଗୋଟେ ମହମବତୀ ଜଳୁଥିଲା। ମୁଁ ଭାବିଲି ଏଇ ରୁମରେ ବିଦ୍ୟୁତ ସଂଯୋଗ କିଛି ଖରାପ ଅଛି, ତେଣୁ ବୋଧେ ବାପା ମହମବତୀ ଲଗେଇଛନ୍ତି। ଆଲୋକ ଏତେ କମ୍ ଥିଲା ଯେ କିଛି ବି କ୍ଲିୟର ଦେଖାଯାଉନଥିଲା। ବାପା ସବୁ ପ୍ରସ୍ତୁତ କରି ରଖିଥିଲେ। ଟେବୁଲରେ ଉପରେ 18 କ୍ୟାଣ୍ଡେଲ ସଜା ହୋଇଥିଲା। ବାପା ଭିତରକୁ ଆସିଲେ। ବାପାଙ୍କ ଦେହ ଖାଲି ଥିଲା, ମାନେ ସେ ଉପର ସାର୍ଟ ପିନ୍ଧି ନଥିଲେ, ଖାଲି ଗୋଟେ ଗାମୁଛା ପିନ୍ଧିଥିଲେ, ଯାହାର ସାମ୍ନାରେ କିଛି ଭାଗ ଉଠିକି ଥିଲା। ମୁଁ ବୁଝିଗଲି ବାପାଙ୍କ ପ୍ୟାରା ବାଣ୍ଡ ପାଇଁ ଗାମୁଛା ଡମ୍ବୁ ହେଇଯାଇଛି। ବାପା ମତେ ଅଜବ ଏକ ନଜରରେ ଦେଖୁଥିଲେ। ମୋ ପାଖକୁ ଆସି କହିଲେ, ଓ ଗଡ୍, ମୋ ଝିଅ ମିତା ଦୁନିଆର ସବୁଠାରୁ ସୁନ୍ଦର ଝିଅ। ମୁଁ ବାପାଙ୍କୁ କୁଣ୍ଡେଇ କହିଲି, ମୋ ବାପା ବି ସବୁଠୁ ଭଲ ବାପା। ବାପାଙ୍କ ହାତ ଯେଉଁଠିକି ଯିବାର ଥିଲା ଯାଇ ସାରିଥିଲା।
ବାପା ତାଙ୍କ ହାତରେ ମୋ ଟାଇଟ୍ ଦୁଧକୁ ଚିପିବାରେ ଲାଗିଲେ। ମୁଁ ମୁହଁରୁ ଆଃ ଆଃ କହି ଚିତ୍କାର ବାହାର ଆସିଲା। ବାପା ଏହାକୁ ଶୁଣିପାରିଲେ। ସେ ମନେ ମନେ ବହୁତ ଖୁସି ହୋଇଗଲେ, କାରଣ ମୁଁ ବି ଉତ୍ତେଜିତ ହୋଇଯାଇଥିଲି। କିନ୍ତୁ ବାପା ଏଥର ସବୁ ସୀମା ପାର କରି ତଳ ଆଡ଼ୁ ମୋ ମିନି ସ୍କର୍ଟ ଭିତରକୁ ହାତ ପୂରେଇଦେଲେ। ଯେମିତି ତାଙ୍କ ହାତ ପ୍ୟାଣ୍ଟଟି ଖୋଲା ଭାଗ ଉପରେ ଯାଇଛି। ମୁଁ ଶିହରି ଉଠିଲି। ବାପାଙ୍କ ବାଣ୍ଡ ମୋ ଗାଣ୍ଡି ଉପରେ ଦୁଷ୍ଟାମି ଆରମ୍ଭ କରିଦେଇଥିଲା। ବାପା ପ୍ୟାଣ୍ଟଟିର ଇଲାଷ୍ଟିକ୍ ଉପରକୁ କରିବା ପାଇଁ ଚେଷ୍ଟା କଲେ ଏବଂ କହିଲେ, ଆରେ ଏ ତ ଛୋଟ ପଡ଼ିଗଲା। ତୁ କହିଲୁନି କାହିଁକି ଛୋଟ ଥିଲା ବୋଲି? ଠିକ୍ ଅଛି, କିଛି କଥା ନାହିଁ, ତାକୁ ଖୋଲିଦେ, କାଲି ଚେଞ୍ଜ କରିଦେବା। ମୁଁ ଶିହରଣରେ କହିଲି, ଓ ବାପା, କାଲି ଖୋଲିଦେବି। ବାପା ପ୍ୟାଣ୍ଟି ଭିତରେ ଆଙ୍ଗୁଠିକୁ ଦାବି କହିଲେ, ନାଇଁ ନାଇଁ, ଯଦି କିଛି ଲାଗିଯିବ ଖରାପ ହୋଇଯିବ। ବାପା ଅନେକ ଥର ଡ୍ରେସ୍ ଉପରୁ ଗାଣ୍ଡି ଉପରେ ହାତ ବୁଲେଇ ଆଙ୍ଗୁଠିକୁ ଦାବି ଦିଅନ୍ତି। ସେଦିନ ପ୍ରଥମ ଥର ପାଇଁ ଗାଣ୍ଡି ଭିତରେ କରିଦେଲେ। ମୋ ଗାଣ୍ଡିରେ କମ୍ପନ ଖେଳିଗଲା। ବାପା ପୁଣି ଥରେ ମୋତେ ପ୍ୟାଣ୍ଟି ଖୋଲିବା ପାଇଁ କହିଲେ। ମୁଁ ପ୍ୟାଣ୍ଟିକୁ ଖୋଲିଦେଲି। ବାପା ତାକୁ ନେଇ ଦେଖିଲେ ବିହା ପାଖ କପଡ଼ା ଟିକେ ଓଦା ହେଇଯାଇଛି। ସେ ପ୍ୟାଣ୍ଟିକୁ ନାକ ପାଖକୁ ନେଇ ଶୁଙ୍ଘିବାକୁ ଲାଗିଲେ ଏବଂ କହିଲେ, ଇଏ କେମିତିକା ଓଦା ହେଲା ଝିଅ? ମୋ ଲାଜରେ ନାଲି ପଡ଼ିଗଲି, ଯାହାକୁ ଦେଖି ବାପା ହସିଲେ। ମୋତେ ଟେବୁଲ ପାଖରେ ଠିଆ କରି ମୋ ପଛରେ ସେ ଠିଆ ହୋଇ କହିଲେ, କ୍ୟାଣ୍ଡେଲ ଜଳା। ମୁଁ ନଇଁ ପଡ଼ି ଗୋଟି ଗୋଟି କରି କ୍ୟାଣ୍ଡେଲ ଲଗେଇଲି। ବାପା ଏହିସବୁକୁ ଅପେକ୍ଷା କରିଥିଲେ। ମୁଁ ଯେମିତି ନଇଁଛି ମୋ ମିନିସ୍କର୍ଟ ଉପରକୁ ଟେକି ହୋଇଗଲା ଏବଂ ପୁରା ଲଙ୍ଗଳା ଗାଣ୍ଡି ବାପା ସାମ୍ନାରେ ରହିଥିଲା। ଭିତରେ ମୁଁ କିଛି ପିନ୍ଧିନଥିଲି। ବାପା ବାଣ୍ଡ ଓ ମୋ ବିହା ଭିତରେ କେବଳ ଗୋଟିଏ ପତଳା ଗାମୁଛା ପାଚେରୀ ହୋଇଥିଲା। ମୋତେ ଲାଗିଲା କି କିଛି ରସ ମୋ ବିହାରୁ ବାହାରୁଛି। ମୋ ହାତ ଥରୁଥିଲା, କିନ୍ତୁ ନିଜକୁ ସମ୍ଭାଳି ମୁଁ କ୍ୟାଣ୍ଡେଲ ଜଳେଇ ଦେଲି। 18ଟି କ୍ୟାଣ୍ଡେଲ ଜଳେଇବାରୁ କିଛି ଆଲୋକ ଚାରିଆଡ଼େ ଖେଳିଗଲା। ବାପା ମୋତେ ଛୁରୀ ଦେଇ କହିଲେ, ମିତା, ତୁ ଆଉ କିଛି ସମୟ ଭିତରେ 18 ବର୍ଷର ଯବାନ ଝିଅ ହେଇଯିବୁ। ଚାଲ ଏବେ ଜୋରରେ ଫୁଙ୍କି କ୍ୟାଣ୍ଡେଲ ଲିଭେଇଦେ। ଯେତେବେଳେ ବାପା କହିଲେ ଫୁଙ୍କେ କ୍ୟାଣ୍ଡେଲ ଲିଭେଇବା ପାଇଁ, ମୋତେ ପୁଣି ଥରେ ନଇଁବା ପାଇଁ ପଡ଼ିଲା। ମୋ ପ୍ରତିଟି ଲୁମ ଶିହରି ଉଠୁଥିଲା। ମୁଁ ଜାଣିପାରୁନଥିଲି ଆଗକୁ କ'ଣ ହବ। ଇଚ୍ଛା ହେଉଥିଲା କି ସେଠୁ ଦୌଡ଼ି ପଳେଇବା ପାଇଁ, କିନ୍ତୁ ପାଦ ହଲୁନଥିଲା। ମୁଁ ଏଥର ମୋ ପାଦକୁ ଟିକେ ଫାଙ୍କା କରି ନଇଁଲି। ଏହାଦ୍ୱାରା ମୁଁ ବାପାଙ୍କୁ ପୁରା ଜାଗା ଦେବାକୁ ଚାହୁଁଥିଲି। ବାପା ତ ଛୋଟ ଛୁଆ ନୁହେଁ, ତେଣୁ ସେ ବୁଝିପାରୁଥିଲେ ମୁଁ କ'ଣ ଚାହୁଁଛି। ବାପା ତାଙ୍କର ଠିଆ ବାଣ୍ଡକୁ ତଳକୁ ନୁଆଇଁ ମୋ ବିହାରେ ତାଙ୍କ ବାଣ୍ଡକୁ ଲଗେଇ କହିଲେ, ଧୀରେ ଧୀରେ ଗୋଟି ଗୋଟି କରି କ୍ୟାଣ୍ଡେଲ ଲିଭା। ମୁଁ ଗୋଟି ଗୋଟି କରି କ୍ୟାଣ୍ଡେଲକୁ ଫୁଙ୍କିବାକୁ ଲାଗିଲି। ଆଉ ଏପଟେ ବାପାଙ୍କ ଗାମୁଛା, ଯାହାକି ବାପାଙ୍କ ବାଣ୍ଡ ଓ ମୋ ବିହା ଭିତରେ ପାଚେରୀ ହୋଇଥିଲା, ବାପା ତାକୁ ଧୀରେ ଧୀରେ ହଟେଇବାକୁ ଲାଗିଲେ। ମୋର ନିଶ୍ୱାସ ଅଟକି ଯାଉଥିଲା। ମୋ ଧ୍ୟାନ ଯେମିତି ସେ ପ୍ରତି ନଯିବ, ସେଥିପାଇଁ ବାପା ମୋତେ ବାରମ୍ବାର କହୁଥିଲେ, ଠିକ୍ ଅଛି, ଜୋରରେ ଫୁଙ୍କ, ଆଉ ଧୀରେ କପଡ଼ା ହଟେଇ ଚାଲିଥାନ୍ତି। ମୁଁ ସେତେବେଳେ ଅନୁଭବ କଲି ଯେ ମୋ ବିହାରେ ଗୋଟେ ଗରମ ଲୁହା ଛଡ଼ ଟଚ୍ କରୁଛି। ମୋ ବିହା ଭିତରଟା ସଲସଲ ହେବାକୁ ଲାଗିଲା। ବାପା ବାଣ୍ଡକୁ ବିହା ଉପରେ ଆଡଜଷ୍ଟ କରି କହିଲେ, କ'ଣ ହେଲା ମିତା, ଲିଭା ନା? ମୋର ତ ନିଶ୍ୱାସ ଅଟକିଗଲା। ମୁଁ ଟିକେ ଆଶ୍ୱସ୍ତି ହେଇ ବାଣ୍ଡରୁ ବିହାକୁ ଠେଲି ଦେଇ କହିଲି, ନାଇଁ ବାପା, ମୁଁ ଲିଭେଇ ପାରିବି ନାହିଁ। ବାପା କହିଲେ, ଆଚ୍ଛା ହଉ, ମୁଁ ଲିଭେଇ ଦେଉଛି। ବାପା ମୋ ବିହା ପାଖ ଜଙ୍ଘ ପାଖରେ ହାତ ରଖି ମୋ ଉପରେ ନଇଁ ପଡ଼ିଲେ ଏବଂ କ୍ୟାଣ୍ଡେଲ ସବୁକୁ ଫୁଙ୍କିବାକୁ ଲାଗିଲେ। ମୋ ଛାତି ଭିତରଟା ଖାଲି ଧକ୍ ଧକ୍ ହେଉଥାଏ। ମୁଁ ଅନୁଭବ କଲି ଯେ ବାପାଙ୍କ ବାଣ୍ଡ ମୋ ବିହା ମୁହଁକୁ ଆସିଗଲାଣି। ମୋତେ ଲାଗିଲା କି ମୋ ବିହାର ମୁହଁ ଖୋଲା ଅଛି। ମୁଁ ମୋ ନିଜକୁ ବାହାର କରିବା ପାଇଁ ଚେଷ୍ଟା କଲି। ବାପା ବି ଆଜି ସବୁ ସୀମା ଟପି ସାରିଲେଣି। ମୋତେ ଲାଗିଲା କି ଯଦି ମୁଁ ତାଙ୍କୁ ଏବେ ରୋକିବି ନାହିଁ, ତାହେଲେ କଥା ବହୁତ ଆଗକୁ ଚାଲିଯିବ। ମାନେ ଆଜି ମୋର ଘିଅ ଖାଇବା ନିଶ୍ଚିତ ହୋଇଯିବ। ମୁଁ ଏବେ ଘିଅ ଖାଇବା ପାଇଁ ଇଚ୍ଛା ନଥିଲା। ବାହାଘର ପର୍ଯ୍ୟନ୍ତ କୁଆଁରୀ ରହିବାକୁ ଚାହୁଁଥିଲି। କିନ୍ତୁ ମୋ ସହ ସାଥ ଦେଉନଥିଲା। ମୋ ବିହାରୁ ପାଣି ବାହାରିବାକୁ ଲାଗିଲା। ମୋ ମନ ମୋତେ ରୋକିବାକୁ ଚେଷ୍ଟା କରୁଥିଲା, କିନ୍ତୁ ଦେହ ଆଉ କିଛି ଯାଉଥିଲା। ମନ ହେଉଥିଲା ଜୋରରେ ଚିଲେଇ ମାଆକୁ ଡାକିବା ପାଇଁ, କିନ୍ତୁ ମୁହଁରୁ କିଛି ବାହାରୁ ନଥିଲା। ମୋ ହାଲତ ବିଗିଡ଼ିବାରେ ଲାଗିଥିଲା। ବାପା ସେହି ସମୟରେ ମୋ ଜନ୍ମଦିନର ସବୁ କ୍ୟାଣ୍ଡେଲ ଲିଭେଇ ଦେଲେ,
କିନ୍ତୁ ମୋ କୁଆଁରୀ ବିହାରେ ନିଆଁ ଲଗେଇଦେଲେ। ବାପା ଠିଆ ହେଇକି ତାଙ୍କ କପଡ଼ା ଠିକ୍ କରି କହିଲେ, ଏବେ କେକ୍ କାଟେ। ମୁଁ କେକ୍ କାଟିଲି। ବାପା ମୋତେ କେକ୍ ଖୁଆଇଲେ, ମୁଁ ବି ତାଙ୍କୁ ଖୁଆଇଲି। ବାପା କହିଲେ, ଏ କ'ଣ ମିତା, ମୁଁ ତୋତେ ସବୁବେଳେ ମୋ କୋଳରେ ବସେଇ ଖୁଆଏ। ବାପା ଯାଇ ବେଡ୍ ଉପରେ ଗୋଡ଼ ପକେଇ ବସିଗଲେ। ମୁଁ ଗୋଟିଏ ବଡ଼ କେକ୍ ଖଣ୍ଡ ନେଇ ବାପାଙ୍କ ଆଡ଼କୁ ଚାଲିଲି। ସେ ଯେଉଁ ଦୃଶ୍ୟ ଏତେ ରମଣୀୟ ଥିଲା ଯେ ମୁଁ ମନେ ମନେ ଭାବିଲି, ବାପା ବୋଧେ ଆଜି ମୋର ଉଦ୍ଘାଟନ କରିଦେବେ। ବାପା ତାଙ୍କ ଭାଣ୍ଡକୁ ଚାପି ଦୁଇ ଜଙ୍ଘ ମଝିରେ ରଖି ବସିଥିଲେ। ମୁଁ ବୁଝିଗଲି ବାପା ତାଙ୍କ ଭାଣ୍ଡକୁ ବାହାର କରିବାକୁ ବେଶୀ ଟାଇମ୍ ଲାଗିବନି, ସେଥିପାଇଁ ସେ ଏମିତି ବସିଛନ୍ତି। ଏହି ସମୟ ଉପଯୁକ୍ତ ସମୟ ଥିଲା ବାପାଙ୍କ ଭାଣ୍ଡର ଦର୍ଶନ ପାଇଁ। ମୁଁ ଜାଣିଶୁଣି ବାପାଙ୍କ ସାମ୍ନାରେ ଠିଆ ହେଇ ହସି ହସି କହିଲି, ହୋ ବାପା, ତୁମେ ଏମିତି ବସିଲେ ମୁଁ ତୁମ କୋଳରେ କେମିତି ବସିବି? ବାପା କହିଲେ, ଆସେ, ବସେଇ ଦେବି। ମୋ କାନ୍ଧରେ ହାତ ରଖି କହିଲେ, ମୋ ଗେହ୍ଲା ଝିଅ ମୋ ଆଗରେ ବସିବ। ମୁଁ ଜାଣିଥିଲି ବାପା ମୋତେ କେମିତି ବସେଇବେ। ବାପା ଉଠିକରି ମୋତେ ତାଙ୍କ ଉପରକୁ ନବାକୁ ଲାଗିଲେ। ସେତିକିବେଳେ ମୁଁ ମୋ ଆଙ୍ଗୁଠିରେ ବାପାଙ୍କ ଗାମୁଛାରେ ଗୋଟିଏ ଭାଗ ଖସେଇ ଦେଲି। ମୁଁ ମୋ ଆଣ୍ଠୁକୁ ବାପାଙ୍କ ଅଣ୍ଟା ସାଇଡ୍ରେ ମେଲେଇ ଦେଲି, ମାନେ ମୋ ଆଣ୍ଠୁ ମଝିରେ ବାପାଙ୍କ ଅଣ୍ଟା ଥିଲା। ମୁଁ ଆଣ୍ଠୁ ମେଲେଇବା ବେଳେ ମୋ ଗୋଡ଼ ବାଜି ବାପାଙ୍କ ଗାମୁଛା ପୁରା ଖୋଲିଗଲା। ଏବେ ବାପା ପୁରା ଲଙ୍ଗଳା ଥିଲେ। ମୁଁ ଲଙ୍ଗଳା ଦେହକୁ ବାପାଙ୍କ ଜଙ୍ଘ ଉପରେ ରଖି ବସିଥିଲି। ବାପାଙ୍କ ମୁହଁରୁ ମାଦକତା ଭରା ସାଉଣ୍ଡ ଆଃ ଆଃ ଆସିଲା। ମୁଁ ନ ଜାଣିଲା ପରି ପଚାରିଲି, କ'ଣ ହେଲା ବାପା? କ'ଣ ମୁଁ ବେଶୀ ଭାରୀ ହୋଇଯାଇଛି କି? ବାପା ମୋ ମିନିସ୍କର୍ଟ ଭିତରେ ହାତ ପୂରେଇ ଗାଣ୍ଡି ଉପରେ ହାତ ରଖି କହିଲେ, ତୁ ତ ଫୁଲଠୁ ବି ହାଲୁକା। ଏବେ କେକ୍ ଖୁଆଇ ଦେ। ମୁଁ ତାଙ୍କୁ କେକ୍ ଖୁଆଇଥିଲି, କିନ୍ତୁ ମୋର ପୁରା ଧ୍ୟାନ ବାପାଙ୍କ ଭାଣ୍ଡ ଉପରେ ଥିଲା, ଯାହାକୁ ବାପା ତାଙ୍କ ଜଙ୍ଘ ଭିତରେ ଲୁଚେଇ ରଖିଥିଲେ। କେକ୍ ଖାଇସାରିବା ପରେ ବାପା କହିଲେ, ମିତା, ତୁ ଆଉ ଅଳ୍ପ ଦିନର ଅତିଥି ଏ ଘରର। ମୁଁ ପଚାରିଲି, କେମିତି? ବାପା କହିଲେ, ତୁ ଏବେ ଜବାନ ହେଇଗଲୁଣି। କିଛି ଦିନ ପରେ ତୁ ବାହା ହୋଇ ତୋ ଘରକୁ ଚାଲିଯିବୁ। ମୁଁ ବାପାଙ୍କୁ କୁଣ୍ଡେଇ ଧରି କାନ୍ଦିବା ଭଳି ଢଙ୍ଗରେ କହିଲି, ବାପା, ମୁଁ ତୁମକୁ ଛାଡ଼ି କୁଆଡ଼େ ଯିବିନି। ବାପା କହିଲେ, ଝିଅ, ତୁ ବିବାହ କଲେ ତୁ ତୋର ନିଜ ଘର ତୋ ସ୍ୱାମୀ ସହ ବସେଇବୁ। ମୁଁ ଟିକେ ରାଗି କରି କହିଲି, ମୋର କାହା ସହ ଘର ବସେଇବାର ନାହିଁ। ବାପା ମୋ ଆଣ୍ଠୁ ଯାହା ତାଙ୍କ ଅଣ୍ଟାକୁ ଲାଗିଥିଲା ଦୁଇ ଆଡ଼କୁ ମେଲା କରିଦେଲେ। ମୋ ବିହାର ମୁହଁ ଟିକେ ଅଧିକା ଖୋଲିଗଲା, ଆଉ ଭିତରେ ଥିବା ପାଣି ଖସିଗଲା। ବାପା ମୋ ଆଖିରେ ତାଙ୍କ ଆଖି ମିଶେଇ ଅଚାନକ ତାଙ୍କ ଜଙ୍ଘକୁ ଗୋଟିଏ ଝଟକାରେ ମେଲେଇ ଦେଲେ। ମୋ ଶରୀରରେ ବିଜୁଳି ଖେଳିଗଲା। ତେବେ ମୋର ପ୍ରିୟ ଦର୍ଶକମାନେ, କହିବାକୁ ଚାହୁଁଛି ଯେ ଏବେ ବହୁତ ରାତି ହେଲାଣି, ଆଉ ନିଦ ବି ଲାଗିଲାଣି। ପରବର୍ତ୍ତୀ କଥା ମୁଁ ଆଉ ଗୋଟେ ଭାଗରେ ବହୁତ ଜଲ୍ଦି କହିବି। ବାସ୍ 2-3 ଦିନ ଅପେକ୍ଷା କରନ୍ତୁ, ମୁଁ ଆପଣଙ୍କୁ ଜଣେଇବି। ରହୁଛି, ନମସ୍କାର।